Hello student, welcome to my channel Study with Prakash। କାଲି ଆମେ ଯେମିତି ଡିସ୍କସନ୍ କରିଥିଲେ ସହଜ ଉପାୟରେ କେମିତି ବର୍ଗ ନିର୍ଣ୍ଣୟ କରିବା, ଆଜି ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆସନ୍ତୁ ଆଜି ଗୋଟେ ନୂଆ ଉପାୟ ଶିଖିବା। ସେ ଉପାୟଟି ହେଉଛି କ'ଣ ନା ଘନମୂଳ ନିର୍ଣ୍ଣୟ। କେମିତି ଗୋଟେ ବଡ଼ ସଂଖ୍ୟାର ଘନମୂଳ ଆମେ ମାତ୍ର 30 ସେକେଣ୍ଡ ଭିତରେ ହିଁ ନିର୍ଣ୍ଣୟ କରିପାରିବା। ଆସନ୍ତୁ এই ଭିଡ଼ିଓଟିକୁ ଆଗକୁ ବଢ଼ିବା ଏବଂ ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ ନିଶ୍ଚିନ୍ତ ସବସ୍କ୍ରାଇବ୍, ଲାଇକ୍ ଆଉ ସେୟାର କରନ୍ତୁ। ପ୍ରଥମେ ଆମେ ଘନମୂଳ ନିର୍ଣ୍ଣୟ କରିବାକୁ ହେଲେ 1ରୁ 10 ପର୍ଯ୍ୟନ୍ତ ସଂଖ୍ୟାର ସମସ୍ତଙ୍କର ଘନ ମନେ ରଖିବାକୁ ପଡ଼ିବ। ଘନ ମନେ ରଖିଲା ପରେ କ'ଣ ହେବ ନା ଯଦି ଆମକୁ ଗୋଟେ ଘନ ସଂଖ୍ୟା ଦେଇଛି ଆମର ତାର ଏକ ଘରର ଅଙ୍କ ଯଦି 1 ଥିବ ତାହେଲେ ଆମ ଘନମୂଳର ଏକ ଘରର ଅଙ୍କ 1 ହେବ। ଯଦି 8 ଥାଏ ତେବେ 2 ହେବ, 7 ଥିଲେ 3 ହେବ, 4 ଥିଲେ 4 ହେବ, 5 ଥିଲେ 5, 6 ଥିଲେ 6, 3 ଥିଲେ 7 ହେବ, 2 ଥିଲେ 8 ହେବ, 9 ଥିଲେ 9 ରହିବ, 0 ଥିଲେ ବି ସେଇ 0 ରହିବ। ଏଇଠି କେବଳ ଆମକୁ ଦିଟା ଜିନିଷ ମନେ ରଖିବାକୁ କ'ଣ ନା ଯଦି 8 ଥାଏ ତାହେଲେ 2 ରହିବ, 7 ଥିଲେ 3 ରହିବ। ପୁଣି ତା ରିଭର୍ସ ହେଉଛି କ'ଣ ନା 3 ଥିଲେ 7 ରହିବ, 2 ଥିଲେ 8 ରହିବ। କାହାର ନା 2 ଯଦି ଗୋଟେ ଘନ ସଂଖ୍ୟାର ଶେଷରେ ଥାଏ ତେବେ ତାର ଘନମୂଳର ଶେଷ ଅଙ୍କଟି ବା ଏକ ଘରର ଅଙ୍କଟି 8 ହେବ। ଆସନ୍ତୁ କିଛି ଉଦାହରଣ ସହିତ ତାକୁ ଆମେ ଡିସ୍କସନ୍ କରିବା ବା ଆଗକୁ ଦେଖିବା କେମିତି ହେଉଛି। ପ୍ରଥମେ ଦେଖନ୍ତୁ ମୁଁ ଗୋଟେ ଏଠି ସଂଖ୍ୟା ଲେଖିଛି କେତେ ନା ଏ ସଂଖ୍ୟାଟି ହେଉଛି କେତେ 1728। ଏ ସଂଖ୍ୟାଟି ହେଉଛି କେତେ ନା 1728। ସରି ଫର ଦ ଡିଷ୍ଟର୍ବାନ୍ସ, 1728। 1728 ର ଏକ ଘରର ଅଙ୍କ କେତେ 8 ନା ଯଦି ଗୋଟେ ଘନ ସଂଖ୍ୟାର ଏକ ଘରର ଅଙ୍କ 8 ଥାଏ ତେବେ ତାର ଘନମୂଳରେ ଆମେ କେତେ ଲେଖିପାରିବା ଏକ ଘରେ 2, ତ ସେଥିପାଇଁ 2 ଲେଖା ହେଇଗଲା। ତ ପ୍ରଥମ ତିନିଟା ଘରର ଅଙ୍କକୁ ଛାଡ଼ିଦେବେ, ମାନେ ଏକ ଘର ସେ ଘନ ସଂଖ୍ୟାର ଏକକ ଘର, 10 ଘର ଏବଂ 100 ଘର ଛାଡ଼ିଦେଲା ପରେ ଯୋଉଟାକୁ ମୁଁ ଏଠି ଅଣ୍ଡରଲାଇନ୍ କରି ଦେଖେଇଛି ତାପରେ ଯୋଉ ସଂଖ୍ୟା ବଞ୍ଚିବ ସେଇ ସଂଖ୍ୟା ସହ ସମାନ କିମ୍ବା ତାଠାରୁ ସାନ ଘନମୂଳର ଘନ ସଂଖ୍ୟାକୁ ଆମକୁ ଲେଖିବାକୁ ପଡ଼ିବ। ତ କେତେ ବଞ୍ଚିଲା ଏଠି 1, ତ 1 ର ଘନ ସଂଖ୍ୟା ଘନମୂଳ କେତେ ନା ସେଇ 1, ତ ସେଥିପାଇଁ ଏଠି 1 ଲେଖା ହେଲା। ତାପରଟା ବି ସେମିତି ହେଇଛି 3 ଶେଷ ଘରେ 3 ଥିଲା ମାନେ ଆମେ ଏକ ଘର ଅଙ୍କ ପାଇଗଲେ 7, ତାପରେ ବଞ୍ଚିଲା କେତେ ନା 4, 4 ଠାରୁ ସାନ ଘନ ସଂଖ୍ୟା କିଏ ନା 1, 1 ର ଘନମୂଳ କେତେ ନା 1, ସେଥିପାଇଁ ଲେଖା ହେଲା 1। ସେମିତି ଏଠି ଗୋଟେ 6 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି, ତାର ଶେଷରେ କେତେ ରହୁଛି 2, ତ 2 ଥିଲା ଆମକୁ କେତେ ଲେଖିବାକୁ ପଡ଼ିବ ଘନମୂଳରେ ଏକ ଘରେ ନା 8, ତ ପ୍ରଥମେ 8 ଲେଖିଦେଲେ। ତାପରେ ତିନିଟା ଘର ଛାଡ଼ିଦେଲା ପରେ ଆଉ ବଞ୍ଚୁଛି କେତେ ନା 314। ତ 314 ର ପୂର୍ବ ଘନ ସଂଖ୍ୟାଟି କେତେ ନା 216। 216 ର ଘନମୂଳ 6, ତ ସେଥିପାଇଁ ଆମର ଏଠି ଲେଖା ହେଇଗଲା 6। ସେଇ ଉପାୟରେ ଏଠି 46 ର ସେମିତି 6 ଅଛି ଶେଷରେ 6 ରହିଗଲା। ପ୍ରଥମ ତିନିଟା ଘରର ଅଙ୍କକୁ ଛାଡ଼ିଲା ପରେ ଏକକ, ଦଶକ, ଶତକ ଆଉ ବଞ୍ଚିଲା କେତେ ନା 97। 97 ଠାରୁ ସାନ ଘନ ସଂଖ୍ୟା କେତେ 64, 64 ର ଘନମୂଳ କେତେ 4, ତ ସେଥିପାଇଁ ଲେଖା ହେଲା 4। ଇଏ 6 ଅଙ୍କ ବିଶିଷ୍ଟ ସଂଖ୍ୟାରେ ସେମ୍ 7 ଅଛି, ତ 7 ଥିଲେ ଘନ ସଂଖ୍ୟାର ଲାଷ୍ଟରେ ବା ଶେଷରେ ଆମକୁ କେତେ ଲେଖିବାକୁ ପଡ଼ିବ ଘନମୂଳ ଶେଷରେ ନା 3, ସେଥିପାଇଁ ଏଠି 3 ଲେଖା ହେଲା। ତ ତା ପୂର୍ବକୁ ତିନିଟା ସଂଖ୍ୟା ଛାଡ଼ିଲା ପରେ ଆଉ କେତେ ରହୁଛି 571। ତ 571 ଠାରୁ ସାନ ଘନ ସଂଖ୍ୟାଟି କିଏ ନା 512 ବା ତାଙ୍କର ଘନମୂଳଟି କେତେ ନା 8, ତ ସେଥିପାଇଁ 8 ଲେଖା ହେଲା। କେତେ ସହଜରେ କେତେ କମ ସମୟ ଭିତରେ ଆମେ ଘନମୂଳ ନିର୍ଣ୍ଣୟ କରିପାରିବା। ଆମକୁ କେତେ ବଡ଼ ସଂଖ୍ୟା ବି ଦଉ 6 ଅଙ୍କ ବିଶିଷ୍ଟର ପୁରା ଶେଷ ସଂଖ୍ୟା ପର୍ଯ୍ୟନ୍ତ ଆମେ 1001 ଠାରୁ ଆରମ୍ଭ କରି 10 ଲକ୍ଷ ପର୍ଯ୍ୟନ୍ତ ଅପ୍ ଟୁ 9,99,999 ପର୍ଯ୍ୟନ୍ତ ଯେଉଁ ସଂଖ୍ୟା ଆମକୁ ଦବ, ଯଦି ସେଟା ଗୋଟେ ଘନ ସଂଖ୍ୟା ହେଇଥିବ ତାହେଲେ ତାର ଘନମୂଳ ଆମେ ଏମିତି ଦେଖିକିରି ହିଁ ନିର୍ଣ୍ଣୟ କରିପାରିବା। ଯଦି ସେ ଆକ୍ଚୁଆଲ ଘନ ସଂଖ୍ୟା ହେଇନଥିବ ତେବେ ବାହାରିବନି କେବେ ବି ବାହାରିବନି ମାନେ ନୁହଁ ଯେ ବାହାରି ପାରିବନି, ଆକୁରେଟ ଆମେ ତାର ମୂଲ୍ୟ ପାଇବାନି। କିନ୍ତୁ ଯଦି ପ୍ରକୃତରେ ସେ ଗୋଟେ ଘନ ସଂଖ୍ୟା ହେଇଥିବ ତେବେ ଆମେ ତାର ଘନମୂଳ ସାଙ୍ଗେ ସାଙ୍ଗେ ନହେଲେ ଆମେ ଜାଣିପାରିବା ଯେ ଏଇ ସଂଖ୍ୟାରୁ ପରେ ର ଏ ସଂଖ୍ୟାଟି ଆସିବ, ତ ଫ୍ରାକ୍ସନରେ ଆମେ ତାକୁ ବାହାର କରିବା। ଯଦି ଗୋଟେ ଆକ୍ଚୁଆଲ ଘନ ସଂଖ୍ୟା ଦେଇଥାଏ, ସତରେ ଯଦି ଗୋଟେ ଘନ ସଂଖ୍ୟା ଦେଇଥାଏ ତେବେ ତାର ଘନମୂଳ ନିର୍ଣ୍ଣୟ ଅତି ସହଜରେ ଅତି କମ ସମୟରେ ହେଇପାରିବ। ଆଶା କରୁଛି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ ତେବେ ଆପଣମାନେ ବହୁତ ସବସ୍କ୍ରାଇବ ଲାଇକ୍ କରନ୍ତୁ ଏବଂ ମୋତେ କମେଣ୍ଟରେ ବି ଜଣାନ୍ତୁ କି ଆଉ କ'ଣ
को टॉपिक ऊपर आपण चाहूचंदी डिस्कशन करबा पई। तो एतिकी वीडियो को शेष करछि। थैंक यू।